ଆମେ ଦ୍ୱିତୀୟ ସେନ୍ସ କୁ ଆମେ ଆଲୋଚନା କରିବା। ଦ୍ୱିତୀୟ ପ୍ରଭୁ ଯୋଉ ସପ୍ତ ବାଣୀ ମଧ୍ୟରୁ ପ୍ରଥମ ବାଣୀକୁ ଆମେ ଆଲୋଚନା କଲେ, ଦେଖିଲେ, ଶିଖିଲେ। ତ ବର୍ତ୍ତମାନ ଦ୍ୱିତୀୟ ବାଣୀକୁ ଆମେ ଶିକ୍ଷା କରିବା ପାଇଁ ଯାଉଛୁ। ତ ଆମେ ପଢିବା ଦ୍ୱିତୀୟ ବାଣୀ କଣ। ଆମେ ସମସ୍ତେ ଜାଣିଛେ ଦ୍ୱିତୀୟ ବାଣୀର ରେଫରେନ୍ସ କଣ ଅଛି। ଲୋକ 23-43 ସାର୍। ଲୁକ ପୁସ୍ତକ 23 ପର୍ବ ତାର 43 ପଦ। ଲୁକ 23 ପର୍ବର 43 ପଦ। କେହି ବି ଜଣେ ଅନମ୍ୟୁଟ କରିକି ପଢି ଦିଅନ୍ତୁ। ଲୁକ 23 ର 43 ପଦ। ଲୋକ 23-43 ଏହି ପ୍ରକାର ଲେଖା ଥାଏ। ହୁଁ। ସେଥିରେ ସେ ତାହାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ୟେସ୍, ପ୍ରଭୁଙ୍କର ଗୌରବ ହଉ। ତ ଲୁକ ପୁସ୍ତକ 23 ପର୍ବ 43 ପଦରେ ଆମେ ଅଧ୍ୟୟନ କରୁଥିଲୁ। ସେଥିରେ ସେ ତାହାଙ୍କୁ କହିଲେ, ଅର୍ଥାତ୍ ଏଇଟେ ଯୀଶୁ ଖ୍ରୀଷ୍ଟ ଆଉ ସେ ଚୋର ମଧ୍ୟରେ କଥାବାର୍ତ୍ତା ହେଉଥିବା ବିଷୟକୁ ଲେଖାଯାଏ। ତ ଯୀଶୁ ଖ୍ରୀଷ୍ଟ ସେଇ ଚୋର, ଯୋଉ ଚୋର ପ୍ରକୃତରେ ଅପରାଧ କରିଥିବା ସକାଶୁ ଦଣ୍ଡ ପାଉଛନ୍ତି, ଯୋଉ ବ୍ୟକ୍ତି ପ୍ରକୃତରେ ସମାଜର ଏବଂ ସରକାର ଦୃଷ୍ଟିରୁ ଯିଏକି ପ୍ରକୃତରେ ଦୋଷୀ ବୋଲି, ଦୋଷୀର ଯୋଉ ଦୋଷାରୋପ କରିଥିବା ସକାଶୁ, ଏକ ପାପ କାର୍ଯ୍ୟ କରୁଥିବା ସକାଶୁ, ଏକ ଅପରାଧ କାର୍ଯ୍ୟ କରୁଥିବା ସକାଶୁ ଯିଏ ପ୍ରକୃତରେ ଦଣ୍ଡ ଭୋଗୁଛନ୍ତି, ସେଇ ବ୍ୟକ୍ତିଙ୍କ ସହିତ ଯୀଶୁ ବାର୍ତ୍ତାଳାପ କରୁଛନ୍ତି, ସେଇ ବ୍ୟକ୍ତିଙ୍କ ସହିତ ଯୀଶୁ କଥାବାର୍ତ୍ତା କରୁଛନ୍ତି। ଆଉ ସେଇ ବ୍ୟକ୍ତି ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରକୃତରେ ହୃଦୟ ସହିତ ବୁଝିଲା ପରେ, ଜାଣିଲା ପରେ ଏକ ସୌଭାଗ୍ୟ ବୋଲି ମନେ କଲେ। ସେ ବ୍ୟକ୍ତି କେବେ ବି ଭାବି ନଥିଲେ କି ଯେ ମୋର ମୃତ୍ୟୁ ଏ ପ୍ରକାର ଏକ ଅଦ୍ଭୁତ, ଅକଳ୍ପନୀୟ, ଅବର୍ଣ୍ଣନୀୟ ସେଇ ମହାନ ପରମେଶ୍ୱରଙ୍କର ସହିତ ହବ। ସେ କେବେ କଳ୍ପନା କରିନଥିଲେ ଏତେ ବଡ଼ ସୌଭାଗ୍ୟ ସେ ପାଇବେ। କାରଣ ଜୀବନ ସାରା ସେ କେବଳ ଗୋଟେ ମାତ୍ର କଥା ଶୁଣିଥିବେ, ଯେହେତୁ କାର୍ଯ୍ୟ ସେ ପ୍ରକାର କରନ୍ତି ଏଥିପାଇଁ ବୋଲି ଗାଁରେ, ସମାଜରେ, ପରିବାରରେ ଲୋକମାନେ କେବଳ ତୁ ତୁ ଛେ ଛେ ହିଁ କହୁଥିଲେ। ଥୁତ୍କାର କେବଳ ତାଙ୍କୁ ମିଳୁଥିଲା। ଏକ ଘୃଣ୍ୟ ବ୍ୟକ୍ତି ଥିଲା। କିନ୍ତୁ ଏ ପ୍ରକାର ଏକ ଘୃଣ୍ୟ ବ୍ୟକ୍ତି ଯିଏକି ସମାଜ କେବେ ଯାହାକୁ ଗ୍ରହଣ କରିପାରୁନଥିଲା, ଏ ପ୍ରକାର ଏକ ବ୍ୟକ୍ତିଙ୍କର ମୃତ୍ୟୁ, ଯେ ନିର୍ଦାଗ, ନିଷ୍କଳଙ୍କ, ଏକ ପବିତ୍ର ପରମେଶ୍ୱରଙ୍କର ସହିତ ମୃତ୍ୟୁବରଣ କରିବା ପାଇଁ ସୁଯୋଗ ମିଳୁଛି, ତାଙ୍କ ସହିତ କୃଷାର୍ପିତ ହେବାର ସୌଭାଗ୍ୟ ମିଳୁଛି। ଏଥିପାଇଁ ଏଇ ସୁବର୍ଣ୍ଣ ସୁଯୋଗକୁ ସେ ସଦ୍ବ୍ୟବହାର କରିବା ପାଇଁ ଚେଷ୍ଟା କଲେ। ଏଇଟା ଏ ବ୍ୟକ୍ତିଙ୍କ ଠାରୁ ଗୋଟେ ବିଷୟ ଆମେ ଶିକ୍ଷା ପାଉଛେ, ଯେତେବେଳେ ପ୍ରଭୁ ଆମମାନଙ୍କ ସାଥିରେ ଅଛନ୍ତି, ଯେତେବେଳେ ଅନୁଗ୍ରହ ଆମମାନଙ୍କ ପାଖରେ ଅଛି, ଅନୁଗ୍ରହକୁ ସଦ୍ବ୍ୟବହାର କରୁ। ମୋର ମନ ହୁଏ ସାଧୁ ପାଉଲ ଗୋଟେ କଥା କହିଛନ୍ତି, ରୋମୀୟ ପୁସ୍ତକ ଯେତେବେଳେ ଆମେ ପଢୁଛୁ, ଅନୁଗ୍ରହ କଣ ଆମମାନଙ୍କ ପାଖରେ ଅଛି ବୋଲି କଣ ଆମେ ଲଗାତାର ପାପ କରି ଚାଲିଥିବା? ଏ ବ୍ୟକ୍ତି ଆମମାନଙ୍କୁ ଶିକ୍ଷା ଦଉଛନ୍ତି। ଏ ଚୋର ସମାଜରେ ଯିଏ ଗ୍ରହଣ ଯୋଗ୍ୟ ବ୍ୟକ୍ତି ନାହିଁ, ଘୃଣ୍ୟ ବ୍ୟକ୍ତି, ଶେଷରେ ସେ ଦଣ୍ଡ ଭୋଗୁଥିବା ସମୟରେ ପାପ କ୍ଷମା ପାଇଲେ ନାହିଁ, ମନୁଷ୍ୟ ସମାଜରୁ, ଲୋକମାନଙ୍କ ଠାରୁ, ସରକାର ଠାରୁ, ନୀତି ନିୟମ ଠାରୁ ଯେତେବେଳେ ସେ କ୍ଷମା ପାଉନାହାନ୍ତି, ଆଉ ଅପରାଧୀ ବୋଲି ଗଣିତ ହେଲା ପରେ ଯେତେବେଳେ ସେ ନ୍ୟାୟ ଅର୍ଥାତ୍ ଦଣ୍ଡ ପାଉଛନ୍ତି, ସେ ଦଣ୍ଡ ପାଉଥିବା ସମୟରେ ସେ ଦେଖିଲେ ତାଙ୍କ ପାଖରେ ଯିଏ ଅଛନ୍ତି, ସେ ଜଗତର ସମସ୍ତ ପାପ ଭାରକୁ ନେବା ପାଇଁ ସେ ମୃତ୍ୟୁବରଣ କରୁଛନ୍ତି। ଏ ବ୍ୟକ୍ତି ବୁଝିପାରିଲେ, ଆଉ ସେ ପାପ, ଜଗତର ପାପ ମଧ୍ୟରେ ମୋର ବି ପାପ ଅଛି, ମୁଁ ମଧ୍ୟ ସେଠି ଅଂଶଗ୍ରହଣ କରିଛି। ନିଜର ସମସ୍ତ ଅପରାଧ ବିଷୟରେ ସେ ଅନୁତାପ କରୁଛନ୍ତି। ସେଥିପାଇଁ ମୁଁ କହିଲି, ବାଇବଲ ପ୍ରକାଶ କରେ ଯେ ପ୍ରକୃତରେ ହୃଦୟରେ ସହିତ ପାପ ସ୍ୱୀକାର କରେ, ପ୍ରଭୁ ତାଙ୍କୁ କ୍ଷମା ଦେବା ପାଇଁ ବିଶ୍ୱସ୍ତ ନିୟବାନ ଅଟନ୍ତି। ଏ ବ୍ୟକ୍ତି ରିୟଲାଇଜ କଲେ ଯେ ସେ ଭୁଲ ଅଟନ୍ତି। ଏ ଅନୁତାପ କଲେ ଯେ ସେ ଯାହା ବି କରୁଛନ୍ତି ସେଟା ପ୍ରଭୁଙ୍କ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ ନୁହେଁ। ଜାଣିଛନ୍ତି ଆଜିକାଲି ଶୈତାନ ସବୁଠାରୁ ବଡ଼ ଅସ୍ତ୍ର ଆମମାନଙ୍କ ପାଇଁ। ଆମମାନଙ୍କୁ କେବେ ବି ଅନୁତାପ କରିବା ପାଇଁ ସୁଯୋଗ ଦିଏ ନାହିଁ। ଆମେ ପାପ କାର୍ଯ୍ୟ କରୁ, କିନ୍ତୁ ଆମେ ନିଜକୁ ଜଷ୍ଟିଫାଇ କରୁ, ଆମେ ନିଜକୁ ଧାର୍ମିକ ବୋଲି ଗଣିତ କରିଥାଉ। ଆମେ ନିଜକୁ ପାପୀ ବୋଲି ନାହିଁ, ଆମେ
ନିଜକୁ ଧାର୍ମିକ ବୋଲି ଗଣିତ କରିବାରେ ଚେଷ୍ଟା କରିଥାଉ। ଏଇଟା ହଉଛି ଆମମାନଙ୍କର ଜୀବନରେ, ଆମମାନଙ୍କର ନିମନ୍ତେ ଶୈତାନ ଗୋଟେ ଅସ୍ତ୍ର ଭାବରେ ଆମମାନଙ୍କର ଜୀବନକୁ, ଆମମାନଙ୍କର ମନୋଭାବନାକୁ ଦୂର କରିଦେଉଛି। ଆମେ କେବେ ଅନୁଭବ କରୁନାହୁଁ କି ଯେ ଆମେ ପ୍ରକୃତରେ ପାପୀ ଅଟୁ, ଆମେ ଭୁଲ କରୁଛୁ। ଏଥିପାଇଁ ଆମେ ପାପ କରି ଚାଲିଛୁ। ଯଦି ଆମେ ଜାଣିଥାନ୍ତୁ ଯେ ଏଇଟା ଭୁଲ ଅଛି, ଏଇଟା ଗଲତ ଅଛି। ଟିକେ ମୁଁ ଆଜିର ପ୍ରାକ୍ଟିକାଲ ଜୀବନର ଗୋଟେ ଉଦାହରଣ ଦେବା ପାଇଁ ଚାହୁଁଛି। ଯଦି ଆପଣ ବାଇକରେ ଯାଉଛନ୍ତି, ବାଇକ୍ ରାଇଡିଂ ଆପଣ କରୁଛନ୍ତି, ଆପଣଙ୍କ ପାଖରେ ଲାଇସେନ୍ସ ନାହିଁ, ଆପଣଙ୍କ ପାଖରେ ହେଲମେଟ ନାହିଁ, ହଠାତ୍ ଆପଣ ପୋଲିସ ମାନଙ୍କ ହସ୍ତରେ ଧରା ପଡୁଛନ୍ତି, ନିଶ୍ଚିନ୍ତ ଭାବରେ ସେମାନେ ଆପଣଙ୍କୁ ଫାଇନ ଦଉଛନ୍ତି, ଫାଇନ ପକାଉଛନ୍ତି। ଆପଣ ହେଲମେଟ ନ ପିନ୍ଧିଥିବା ସକାଶୁ ଜରିମାନା ଆପଣଙ୍କୁ ଦେବାକୁ ପଡୁଛି। ଯଦି ଲାଇସେନ୍ସ ଆପଣଙ୍କର ନାହିଁ, ତେବେ ବି ଆପଣଙ୍କୁ ଜରିମାନା ଦେବାକୁ ପଡୁଛି। ମତେ ଲାଗୁଛି କି ସେକେଣ୍ଡ ଥର ଯେତେବେଳେ ଆମେ ବାଇକ୍ ରାଇଡିଂ କରିକି ଯାଉଛୁ, ଆମେ କେବେ ବି ସେ ସମାନ ଭୁଲ କରିବା ନାହିଁ। ଆମମାନଙ୍କ ପାଖରେ ଗୋଟେ ଭୟ ଆସୁଛି, ଆଉ ଆମେ ସତର୍କ ହେଇଯାଉଛୁ ଆଗରୁ, ଆଉ ସେ କାର୍ଯ୍ୟ କରୁନୁ। ହେଲମେଟ ପିନ୍ଧୁଛୁ, ଲାଇସେନ୍ସ ଧରିକି ଆମେ ଯାଉଛୁ। ମୋର କହିବାର ଅର୍ଥ, ଯେତେବେଳେ ଆମେ ଜାଣୁଛୁ ଯେଟା ମୋର ଦୋଷ, ସେତେବେଳେ ଆମେ ସତର୍କ ହେବା। କିନ୍ତୁ ଯୋଉ ପର୍ଯ୍ୟନ୍ତ ଆମେ ନିଜେ ଅନୁଭବ କରିପାରୁନୁ ଯେଟା ମୁଁ ଯୋଉଟା କରୁଛି ଏଟା ପାପ, ଜାଣି ଜାଣି କରିବାଟା ତ ଅଲଗା କଥା। କିନ୍ତୁ ବେଳେ ବେଳେ ଆମେ ରିଏଲାଇଜ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ନଥାଉଛୁ। ନିଜେ ଅନୁଭବ କରିବା ପାଇଁ, ନିଜେ ଆମେ ପଶ୍ଚାତାପ କରିବା ପାଇଁ, ଅନୁତାପ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ନଥାଉଛୁ ଯେ ମୁଁ ଯୋଉଟା କରୁଛି ସେଟା ଭୁଲ ଅଟେ। ବରଂ ଆମେ ସବୁବେଳେ ରାସ୍ତା ଗୋଟେ ଖୋଜୁଥାଉଛୁ ଯେ, ଅନ୍ୱେଷଣ କରୁଥାଉଛୁ ଯେ ଏଇଟା ମୁଁ ଭୁଲ କାମ କଲେ ବି ପ୍ରଭୁଙ୍କର ବାକ୍ୟରେ କୋଉଠି ଲେଖା ଅଛି କି ଯେ ନାଇଁ, ଏଇଟା ଭୁଲ ନାହିଁ ବୋଲି। ଆଉ ଆମେ ଆମର ଏଙ୍ଗେଲରେ, ଆମର ଚିନ୍ତାଧାରାରେ, ଆମର ବିବେକ ଅନୁସାରେ ଆମେ ସେ ବିଷୟକୁ ଠିକ ବୋଲି ଗଣିତ କରିବା ପାଇଁ ଚେଷ୍ଟା କରୁଛୁ। ଏଥିପାଇଁ ପାପ କଲେ ସୁଦ୍ଧା ଆମମାନଙ୍କୁ ଅନୁତାପ ଆସୁନାହିଁ। କିନ୍ତୁ ଧନ୍ୟ ସେଇ ବ୍ୟକ୍ତି ଯେ ଯୀଶୁଙ୍କର ସହିତ କ୍ରୁଶରେ ହତଉଥିଲା। ସେ ବ୍ୟକ୍ତି ଯୀଶୁଙ୍କ ସହିତ କଥାବାର୍ତ୍ତା ହଉଥିବା ବେଳେ ସେ ନିଜର ସମସ୍ତ ଅପରାଧକୁ ସେ ବୁଝିପାରିଲା, ସମସ୍ତ ଅପରାଧକୁ ସେ ବୁଝିପାରିଲା। କେବଳ ସେତିକି ନୁହେଁ, ଅପରାଧ ପରେ ତା ପାଇଁ କଣ ଦଣ୍ଡ ଅଛି, ପରିଣାମ କଣ ଅଛି, ଏଇଟା ତ ନିଶ୍ୱାସ ପରିତ୍ୟାଗ କଲେ ତାର କଷ୍ଟ ସବୁ ଦୁଃଖ ପଳେଇଯିବ। ଏଇ ଯୋଉ ଯନ୍ତ୍ରଣା, ଶାରୀରିକ ଯନ୍ତ୍ରଣା, ନିଶ୍ୱାସ ବନ୍ଦ ହେଇଗଲା, ତେବେ ତାର ସମସ୍ତ ଦୁଃଖ, ସମସ୍ତ ଯନ୍ତ୍ରଣା ବନ୍ଦ ହେଇଯିବ। କିନ୍ତୁ ଏ ବ୍ୟକ୍ତି ବୁଝିପାରିଲେ ଏଇଟା ପ୍ରକୃତରେ ଶେଷ ନୁହେଁ। ଏଇ ଦଣ୍ଡ ପାଇବା ହଉଛି ପ୍ରକୃତରେ ଶେଷ ନୁହେଁ। ମୃତ୍ୟୁ ପରେ ଯୋଉ ଦଣ୍ଡ ଷ୍ଟାର୍ଟ ହବ, ମୃତ୍ୟୁ ପରେ ଯୋଉ ଦଣ୍ଡ ବିଷୟରେ ଲେଖାଯାଏ ବାଇବଲ, ମୃତ୍ୟୁ ପରେ ଯୋଉ ଦଣ୍ଡ ନିର୍ଦ୍ଧାରିତ କରାଯାଇଅଛି, ସେଇ ଦଣ୍ଡ କେବେ ବି ସମାପ୍ତ ହେବ ନାହିଁ। ସେଇ ଦଣ୍ଡ ଶାରୀରିକ ଯନ୍ତ୍ରଣା ଠାରୁ ମଧ୍ୟ ଭୟାନକ ଅଟେ। ସେଇ ଦଣ୍ଡର ସମାପ୍ତ ନାହିଁ। ସେଇ ଦଣ୍ଡର ତୁଳନା କୌଣସି କାର୍ଯ୍ୟ ସହିତ, କୌଣସି ବିଷୟ ସହିତ, କୌଣସି ପୃଥିବୀରେ ପାର୍ଥିବ ବିଷୟର ଯନ୍ତ୍ରଣା ସହିତ ତୁଳନା କରାଯାଇ ପାରିବ ନାହିଁ। ଅବର୍ଣ୍ଣନୀୟ ଯନ୍ତ୍ରଣା ଅଟେ। ଆଉ ଗୋଟେ ଦିନ ପାଇଁ ନାହିଁ, 2 ଦିନ ପାଇଁ ନାହିଁ, ସେଠି ଆଉ ନିଶ୍ୱାସ ବନ୍ଦ ହୁଏ ନାହିଁ। ସେଟା ଅନନ୍ତ କାଳ ପର୍ଯ୍ୟନ୍ତ ସେ ଦଣ୍ଡରେ ଭାଗିଦାରୀ ହେବାକୁ ପଡିବ। ଏ କଥା ସେ ବ୍ୟକ୍ତି ବୁଝିଗଲେ, ଏଥିପାଇଁ ସୁଯୋଗକୁ ସଦ୍ବ୍ୟବହାର କରୁଛନ୍ତି, ସୁଯୋଗକୁ ସଦ୍ବ୍ୟବହାର କରୁଛନ୍ତି। ଆଉ କିଛି ବିଷୟ ନାହିଁ, ସେ ସିଧାସଳଖ ଯୀଶୁଙ୍କ ସହିତ କଥାବାର୍ତ୍ତା କରୁ କରୁ ସେ ନିଜର ସମସ୍ତ ପାପକୁ ସେ ଅନୁତାପ କରୁଛନ୍ତି, ମନେ ପକାଉଛନ୍ତି ମୁଁ କେତେ ପାପ କରିଛି। ଆଉ ବଡ ନମ୍ରତାର ସହିତ, ବଡ ଭୟର ସହିତ, ଭକ୍ତିର ସହିତ, ସାହସ ବି ହଉନାହିଁ ଯୀଶୁଙ୍କ ସହିତ କି ପ୍ରକାର ଆଖିକୁ ଆଖି ମିଶେଇ କଥା ବି। ତାଙ୍କୁ ସାହସ ବି ଲାଗୁନାହିଁ କି ପ୍ରକାର ଯୀଶୁଙ୍କୁ ବି କଥା କହିବି, କାରଣ ମୁଁ ତ ଏତେ ଅପରାଧ କରିକି ଅପରାଧ କରୁଛି, ଆଜି ମୁଁ ତାର ଦଣ୍ଡ ଭୋଗୁଛି। ତଥାପି ମଧ୍ୟ କାଳେ ମୁଁ ଏଇ ଯଦି ସୁଯୋଗକୁ ହାତ ଛଡା କରିଦେବି, ତେବେ ଆଉ ଦ୍ୱିତୀୟ ସୁଯୋଗ ମୁଁ ପାଇବି ନାହିଁ। ଯେମିତି ବାଟିମ ମଧ୍ୟ କହୁଛନ୍ତି, କେତେ ଲୋକ ଚାପ କଲେ, କହନା ଡାକେ ନା ତାଙ୍କୁ, ତାଙ୍କୁ ବ୍ୟସ୍ତ କରେ ନାହିଁ। ସେତେବେଳେ ବି ସେ କହୁଛି ଏଇଟା ଯଦି ମୁଁ ସୁଯୋଗ ହରେଇ ଦେଲି, ତେବେ ଦ୍ୱିତୀୟ ଥର ସୁଯୋଗ ମୋ ପାଇଁ ମିଳିବ ନାହିଁ। ଏଥିପାଇଁ ବୋଲି ଏଇ ଚୋର ମଧ୍ୟ, ଏଇ ଅପରାଧୀ ମଧ୍ୟ ପ୍ରଭୁଙ୍କୁ ସେ ଭୟର ସହିତ, କମ୍ପର ସହିତ, ଥରି ଥରିକି ସେ ପ୍ରଭୁଙ୍କୁ କହୁଛନ୍ତି, ପ୍ରଭୁ ଯେତେବେଳେ ତୁମେ ଆସିବ, ରାଜା ହେଇକି ଆସିବ,
ରାଜ୍ୟ ଭାର ନେଇକି ଆସିବ, ଦୟାକରି ମତେ ଟିକେ ସ୍ମରଣ କରିବ ତୁମ ରାଜ୍ୟରେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଥିପାଇଁ କହୁଛନ୍ତି, ଦ୍ୱିତୀୟ ବାଣୀ କି ମୁଁ ସତ୍ୟ ସତ୍ୟ ତୁମକୁ କହୁଅଛି, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ଗୋଟେ ରିପେଣ୍ଟେନ୍ସ, ଛୋଟ ନିର୍ଣ୍ଣୟ ସେ ବ୍ୟକ୍ତିଙ୍କର ସମସ୍ତ ଅପରାଧକୁ କ୍ଷମା କରିଲା, ସେ ସମସ୍ତ ଅପରାଧକୁ ମୁକ୍ତ କଲା। କେହି ବି ବ୍ୟକ୍ତି ତାହା ଦେଖିଲେ ନାହିଁ, କେହି ବି ବ୍ୟକ୍ତି ଜାଣିନାହାନ୍ତି। ଜଗତ ସମ୍ମୁଖରେ ସେ ଜଘନ୍ୟ ଅପରାଧୀ, ଜଗତ ସମ୍ମୁଖରେ ସେ ଦୋଷୀ, କିନ୍ତୁ ଯେତେବେଳେ ସେ ହୃଦୟର ଗଭୀରତା ଠାରୁ ମନ ପରିବର୍ତ୍ତନ ସହିତ ଅନୁତାପର ସହିତ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ସ୍ୱୀକାର କରୁଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଗୋଟେ ନୂଆ ସୁଯୋଗ ଦଉଛନ୍ତି, ଏକ ନୂତନ ସୁଯୋଗ ଦଉଛନ୍ତି। ଅନ୍ୟ ବ୍ୟକ୍ତି ବି ଥିଲେ କିନ୍ତୁ ସେ ସୁଯୋଗ ପାଇନାହାନ୍ତି। କିନ୍ତୁ ଯେଉଁ ବ୍ୟକ୍ତି ନିଜକୁ ଅନୁତାପ କରି ପ୍ରଭୁଙ୍କ ନିକଟରେ ସମର୍ପଣତାର ସହିତ ନମ୍ରତାର ସହିତ ପ୍ରଭୁ କହୁଛନ୍ତି, ପ୍ରଭୁ ଯେତେବେଳେ ଆପଣ ଆଗମନ କରିବେ ଦୟାକରି ମତେ ଟିକେ ସ୍ମରଣ କରିବେ। ଆଉ ପ୍ରଭୁ ପାରଦୀସରେ ତାଙ୍କୁ ଦେଖାଦେବା ପାଇଁ, ସାକ୍ଷାତ କରିବା ପାଇଁ ଏକ ପ୍ରତିଶ୍ରୁତି ଦଉଛନ୍ତି, ପ୍ରତିଜ୍ଞା କରୁଛନ୍ତି। ମୁଁ କହିବା ପାଇଁ ଚାହିଁବି, ଅନେକ ଲୋକ ଏ ବିଷୟକୁ ନେଇକରି ଆଡଭାଣ୍ଟେଜ ନେଉଛନ୍ତି। କଣ? ଜୀବନ ସାରା ପାପ କରିବୁ, ମରିବା ପୂର୍ବରୁ ଆମେ ପ୍ରଭୁଙ୍କ ଠାରେ କ୍ଷମା ମାଗିଦେଲେ ପ୍ରଭୁ ଆମମାନଙ୍କୁ କ୍ଷମା ଦେବେ। ସେଇଦିନ ସେ ବ୍ୟକ୍ତିଙ୍କୁ ସୁଯୋଗ ମିଳିଲା, ତାଙ୍କ ପାଖରେ ଉଦ୍ଧାରକର୍ତ୍ତା ଥିଲେ, ଆଉ ସେ ବୁଝିପାରିଲେ ଅନ୍ତ ହେବା ପୂର୍ବରୁ। ଆମେ ଯେତେ ବି ଜଣ ଅଛୁ, ଆମେ ଜାଣିନାହୁଁ ଆମର ମୃତ୍ୟୁ କେତେବେଳେ ଆସିବ। ଆଉ ଯଦି ଅନୁତାପ କରିବା ପାଇଁ ସମୟ ମିଳିଲା ନାହିଁ ମୃତ୍ୟୁ ପୂର୍ବରୁ, ତେବେ ଆମମାନଙ୍କର ଅନ୍ତ କୋଉଠି ହେବ ଆମେ ସମସ୍ତେ ଭଲରେ ଜାଣିଛୁ। ଏଥିପାଇଁ ସେଇଟା ଗୋଟେ ଦୁଃସାହସିକର କାର୍ଯ୍ୟ କରନ୍ତୁ ନାହିଁ। ଆଜି ସମୟ ଅଛି, ଏଇଟା ହଉଛି ଆପଣଙ୍କ ପାଇଁ ମୋ ପାଇଁ ଏକ ସୁନେହେରା ମୌକା, ଏକ ଆଶୀର୍ବାଦର ସମୟ। ଏଇ ସମୟକୁ ଆମେ ସଦ୍ବ୍ୟବହାର କରିବା ଦରକାର। ଏ ବ୍ୟକ୍ତି ସମୟକୁ ସଦ୍ବ୍ୟବହାର କଲେ, ଆଉ ପ୍ରଭୁଙ୍କ ସହିତ ପାରଦୀସରେ ସାକ୍ଷାତ ହେଲେ। ଆପଣ ଏବଂ ମୁଁ ମଧ୍ୟ ଆଜି ଏ ସମୟକୁ ସଦ୍ବ୍ୟବହାର କରୁ, ଆସନ୍ତା କାଲି ପାଇଁ ଅପେକ୍ଷା ନ କରୁ। ଯେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ସେ ବ୍ୟଭିଚାରିଣୀ ସ୍ତ୍ରୀଙ୍କୁ, ଆଉ ପାପ କର ନାହିଁ। ପ୍ରଭୁ ଆଜି ବି ଆପଣଙ୍କୁ ମତେ ସୁଯୋଗ ଦେଇ କହୁଛନ୍ତି, ମୋ ନିକଟକୁ ଆସ, ଆଉ ପାପ କର ନାହିଁ। ଯୋଉମାନେ ବି ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଯାଆନ୍ତି, କ୍ଷମା ତ ନିଶ୍ଚିନ୍ତ ପାଆନ୍ତି ଅନୁତାପ କଲେ, କିନ୍ତୁ ପ୍ରଭୁ ଆଉ କହୁଛନ୍ତି ଏ ପାପ କର ନାହିଁ। ତାର ଅର୍ଥ ଆମେ କେବେ ମଧ୍ୟ ପାପ ନ କରୁ। ଅନୁଗ୍ରହ ଅଛି ବୋଲି ପାପ କରିବା କି? ନା, ଏ ପ୍ରକାର କେବେ ମଧ୍ୟ ନ ହେଉ। ଏ ବ୍ୟକ୍ତିଙ୍କୁ ସୁଯୋଗ ମିଳିଲା, ଏଥିପାଇଁ ସେ ତାର ସଦ୍ବ୍ୟବହାର କଲେ। ଯଦି ଆଜି ଜୀବିତ ଅଟୁ, ତେବେ ଏଇଟା ଆପଣଙ୍କ ପାଇଁ ମୋ ପାଇଁ ସୁଯୋଗ ଅଟେ। ନିଶ୍ୱାସ ବନ୍ଦ ହେଲେ ହେବ ନାହିଁ, ସୁଯୋଗ ମିଳିବ ନାହିଁ। ଆଉ ଏଇ ନିଶ୍ୱାସ କେତେବେଳେ ବନ୍ଦ ହବ ଆମେ ବି ନିଜେ ଜାଣିନାହୁଁ। ଏଥିପାଇଁ ଆଜି ସମୟ ଅଛି। ଆଜି ଯୀଶୁ ଆପଣଙ୍କ ପାଖରେ ଅଛନ୍ତି। ଆଜି ସେ ପ୍ରାର୍ଥନା ଶୁଣିବା ପାଇଁ ସକ୍ଷମ ଅଟନ୍ତି। ଆଜି ସେ ଆପଣଙ୍କର ପ୍ରାର୍ଥନା ଶୁଣିବେ, ଆପଣଙ୍କୁ କ୍ଷମା ଦେବେ। ଗୋଟେ ଥର ଯଦି ରାଜଗଦିରେ ରାଜ ସିଂହାସନ ହେଇକିରି ରାଜା ରୂପରେ ଯଦି ପୃଥିବୀକୁ ଆସିଲେ, ଆଜ୍ଞା ଆପଣ କେତେ ବି ଚେଷ୍ଟା କରନ୍ତୁ ନାହିଁ କାହିଁକି, ଆଉ ମିଳିବ ନାହିଁ, ଅନୁଗ୍ରହ ଉଠାଯିବ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ, ନିଜର ମୃତ୍ୟୁ ପୂର୍ବରୁ ସୁଯୋଗକୁ ସଦ୍ବ୍ୟବହାର କରୁ। ସମୟ ନାହିଁ, ବିଳମ୍ବ ନାହିଁ, ତତ୍କ୍ଷଣାତ୍ ବର୍ତ୍ତମାନ ନିର୍ଣ୍ଣୟ କରୁ, ଆଉ ଯୀଶୁଙ୍କ ଠାରେ ସମସ୍ତ ପାପକୁ ଅପରାଧକୁ ସ୍ୱୀକାର କରୁ। ସେ ଆପଣଙ୍କୁ ମଧ୍ୟ ଏକ ଆଶ୍ୱାସନା ଦେବେ, ପ୍ରତିଜ୍ଞା କରିବେ, ଆଜି ପାରଦୀସରେ ତୁମେ ମୋ ସହିତ ଦେଖା ହେବ। ତେବେ ପାରଦୀସ କଥା ଯେତେବେଳେ ଆମେ କହୁଛୁ, ପ୍ରଭୁ କହିଲେ ପାରାଦୀସର କଥା, ଅନେକ ଲୋକମାନଙ୍କ ପାଖରେ ଏଟେ ଟିକେ ବୁଝାପଣା ଟିକେ ଭୁଲ ହଉଛି। ପାରାଦୀସ ବୋଲି କହିଲେ କଣ, ଆଉ ପାରାଦୀସ କୋଉଠି ଥିଲା? ସମସ୍ତେ ଭାବୁଛନ୍ତି, ଆମେ ଭାବୁ କି ପାରାଦୀସ, ୟେସ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗକୁ ଗଲେ, କିନ୍ତୁ ନାଇଁ, ସ୍ୱର୍ଗକୁ ଯାଇନାହାନ୍ତି। ଯଦି ଆମେ ମରିୟମର କଥା ଦେଖୁଛୁ, ପ୍ରଭୁଙ୍କୁ ଯେତେବେଳେ ସେ ସ୍ପର୍ଶ କରୁଛନ୍ତି, ପ୍ରଭୁ କହୁଛନ୍ତି ନା 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 ମତେ ତୁମେ ସ୍ପର୍ଶ କର ନାହିଁ। ଯୋହନ ପୁସ୍ତକ 20:17 ଲେଖାଯାଏ, ସେ କହୁଛନ୍ତି ମତେ ସ୍ପର୍ଶ କର ନାହିଁ, କାରଣ ଏଇଟା ପୁନରୁତ୍ଥାନ ପରର କଥା। କାରଣ ବର୍ତ୍ତମାନ ସୁଦ୍ଧା ମୁଁ ମୋର ପିତାଙ୍କ ନିକଟକୁ ଯାଇନାହିଁ। ତେବେ
ଏଇ ନିଶ୍ୱାସ ତ୍ୟାଗ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହା ପାଖକୁ ଗଲେ, କୋଉଠି ଗଲେ? ବାଇବଲ ସ୍ୱଚ୍ଛ ଭାବରେ ଲେଖାଯାଏ। ଆମେ ସମସ୍ତେ ଗୋଟେ ଉଦାହରଣ ଆଣିଛୁ, ଧନୀ ଲୋକ ଆଉ ଲାଜାର ଭିକାରୀର କଥା। ଧନୀ ଲୋକ ମୃତ୍ୟୁବରଣ କରୁ କରୁ ଯନ୍ତ୍ରଣାତ୍ମକ ସ୍ଥାନରେ ଗଲା। ଲାଜାର ମୃତ୍ୟୁବରଣ କରୁ କରୁ ଅବ୍ରାହ୍ମକୁ କୋଳକୁ ଗଲା। ଆଉ ଯଦି କହିବା ଅବ୍ରାହ୍ମକୁ କୋଳକୁ ପାରାଦେଶ ବୋଲି କୁହାଯାଏ, ଅବ୍ରାହ୍ମକୁ କୋଳକୁ ପାରାଦେଶ ବୋଲି କୁହାଯାଏ, ଯାହାକୁ ଆମେ ରେଷ୍ଟିଂ ବିଶ୍ରାମ କରିବାର ସ୍ଥାନ ଅଟେ। ଯଦି ପୃଥିବୀରେ ଆପଣ ଭଲ କାମ କରୁଛନ୍ତି, ପ୍ରଭୁଙ୍କୁ ବିଶ୍ୱାସ କରି ଯଦି ପବିତ୍ର ଜୀବନ କାଟୁଛନ୍ତି, ଆପଣଙ୍କର ମୃତ୍ୟୁ ହେଲେ ସେ ବିଶ୍ରାମ ସ୍ଥାନରେ ଯିବେ। କିନ୍ତୁ ଯଦି ଆପଣ ଅପରାଧ କରୁଛନ୍ତି, ପାପ କରିବେ ଲାଗିଛନ୍ତି, ପ୍ରଭୁଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି, ମୃତ୍ୟୁବରଣ ପରେ ଯନ୍ତ୍ରଣାତ୍ମକ ସ୍ଥାନକୁ ଯିବେ। ଆଉ ସେଇ ସ୍ଥାନକୁ ଆମେ ପାତାଳ ବୋଲି କହୁଛୁ। କିଛି ଜାଗାରେ ପାତାଳ ବୋଲି କୁହାଯାଏ, ଯାହାକୁ ଆମେ ସିଓଲ ବୋଲି କହୁଛୁ, ହେଡ୍ସ ବୋଲି କହୁଛୁ, ଗ୍ରେ ବୋଲି ମଧ୍ୟ କୁହାଯାଉଛି, ମର୍ତ୍ତ୍ୟ ବୋଲି ମଧ୍ୟ କୁହାଯାଏ। ଆଉ ସେ ଜାଗା ଦୁଇଟି ଭାବରେ ବିଭକ୍ତ କରାଯାଇଅଛି, ଉପର ଭାଗ ଆଉ ତଳ ଭାଗ। ତେବେ ଉପର ଭାଗକୁ ଆମେ ପାରାଦୀଶ ବୋଲି କହୁଛୁ, ଆଉ ତଳ ଭାଗକୁ ଆମେ ଯନ୍ତ୍ରଣାତ୍ମକ ସ୍ଥାନ, ଯୋଉଟା କି ଦନ୍ତର କିଣିମିଣି ହେବା ସ୍ଥାନ ବୋଲି ଆମେ କହୁଛୁ। ବାଇବଲ ଅନୁସାରେ ଆମେ ସେଟା ଶିଖୁଛୁ। ତେବେ ଏଇ ଦୁଇଟି ସ୍ଥାନ ମଧ୍ୟରେ ବହୁତ ବଡ ଗୋଟେ ବ୍ୟବଧାନ ଅଛି। ତଳ ଅଂଶ ଯନ୍ତ୍ରଣାତ୍ମକ ସ୍ଥାନ, ଦନ୍ତର କିଣିମିଣି ହେବା ସ୍ଥାନ, ଯୋଉଟା କି ଉତ୍ତାପ ଅତ୍ୟଧିକ ଅଟେ। ଆଉ ଉପର ସ୍ଥାନ ସେଇଟା ହଉଛି ପାରାଦୀଶ, ଅବ୍ରାହ୍ମଙ୍କର କୋଳ ବୋଲି କୁହାଯାଏ, ଯୋଉଟା କି ପ୍ରତ୍ୟେକ ପ୍ରଭୁଙ୍କର ଭକ୍ତ ମାନେ ବିଶ୍ରାମ ନିଅନ୍ତି। ଏଇଟା ପାତାଳର, ଏଇଟା ମର୍ତ୍ତ୍ୟରେ ଥିବା ବିଷୟକୁ କୁହାଯାଏ। ଏଇଟା ଯୀଶୁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ସେ ପାରାଦୀଶରେ ରହିଲେ। ବଡ ଧ୍ୟାନ ସହିତ ଶୁଣନ୍ତୁ, ସେ ଯେ ପ୍ରକାର ପ୍ରତିଜ୍ଞା କରିଥିଲେ, ସେ ମର୍ତ୍ତ୍ୟକୁ ଯାଇକି ପାରାଦୀଶରେ ଉପର ଅଂଶରେ ରହିଲେ, ଉପର ଭାଗରେ ରହିଲେ। ଆଉ ସେ ବନ୍ଦୀ ଥିବା ଲୋକମାନଙ୍କୁ ପ୍ରଚାର କରୁଛନ୍ତି, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଜାଣିଥିଲେ, ସେମାନଙ୍କୁ ମନ୍ଦିରରେ ଥିବା ଲୋକମାନଙ୍କୁ ପ୍ରଚାର କରୁଛନ୍ତି। ଆଉ ପାରାଦୀଶରେ ଥିବା ଲୋକମାନଙ୍କୁ ସେ ନିଜର ପରିଚୟକୁ ପ୍ରଦାନ କରୁଛନ୍ତି, ସେ ଯେ ପ୍ରକୃତ ଖ୍ରୀଷ୍ଟ ମସିହ ଅଟନ୍ତି, ଯାହାଙ୍କ ବିଷୟରେ ଭବିଷ୍ୟତ ବକ୍ତା ମାନେ ପ୍ରଚାର କରିଛନ୍ତି, ଯାହାଙ୍କ ବିଷୟରେ ପ୍ରଭୁ ପ୍ରକାଶ କରିଛନ୍ତି, ଯାହାଙ୍କ ବିଷୟରେ ଆଗରୁ ଭବିଷ୍ୟତବାଣୀ ଅଛି, ସେ ହେଉଛନ୍ତି ସେ ଖ୍ରୀଷ୍ଟ, ସେ ମସିହ ଅଟନ୍ତି। ଆଉ ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ପାତାଳର କଞ୍ଚି ଦିଆଯାଉଛି। ପାତାଳର ଅଧିକାର ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ରହୁଛି। ପ୍ରଥମ ପିତର 3:18-20 ଯଦି ଆମେ ଦେଖୁଛୁ, ଲେଖାଯାଏ ଯୀଶୁ ଖ୍ରୀଷ୍ଟ ଯାଇକି ସେ ବନ୍ଦୀ ଲୋକମାନଙ୍କୁ ପ୍ରଚାର କରୁଛନ୍ତି, ସ୍ୱର୍ଗରେ ନାହିଁ, ଏଇଟା ମର୍ତ୍ତ୍ୟରେ ଘଟୁଥିବା ଘଟଣାକୁ ଲେଖାଯାଏ। ଆଉ ହଁ ସେଇ ପିତର କେତେ କହିଲେ ସାର୍? ପ୍ରଥମ ପିତର 3:18-20 ପର୍ଯ୍ୟନ୍ତ ଏ ମର୍ତ୍ତ୍ୟ ଭିତରେ ଥିବା ଘଟଣାକୁ ପ୍ରଭୁ କହୁଛନ୍ତି। ସେ ମୃତ୍ୟୁ ପରେ ବି ମୃତ୍ୟୁ ତାକୁ ଗ୍ରାସ କରି ନାହିଁ, କିନ୍ତୁ ସେ ମୃତ୍ୟୁରେ ମଧ୍ୟ ବଡ କାର୍ଯ୍ୟ କରୁଛନ୍ତି। ବନ୍ଦୀରେ ଥିବା ଲୋକମାନଙ୍କୁ ପ୍ରଚାର କରୁଛନ୍ତି, ଆଉ ପାରାଦୀଶରେ ଥିବା ଲୋକମାନଙ୍କୁ ସେ ମସିହ ବୋଲି ପ୍ରମାଣିତ କରୁଛନ୍ତି, ଅର୍ଥାତ୍ ମସିହ ରୂପରେ ସେମାନଙ୍କୁ ଦେଖା ଦଉଛନ୍ତି, ପ୍ରକାଶିତ କରୁଛନ୍ତି। ଆଉ ପ୍ରଭୁ ପାତାଳର ସମସ୍ତ ଅଧିକାରକୁ ନେଇକିରି ସ୍ୱର୍ଗକୁ ଯାଉଛନ୍ତି। ଆଉ ଯେତେବେଳେ ସ୍ୱର୍ଗକୁ ଯାଉଛନ୍ତି, ମୃତ୍ୟୁର ଆଉ ଅଧିକାର ରହୁନାହିଁ, ପାତାଳର ଆଉ ଅଧିକାର ରହୁନାହିଁ। ପ୍ରଭୁଙ୍କର ଲୋକମାନଙ୍କୁ ଆଉ ବନ୍ଦୀ କରିକି ରହିବାର ଶକ୍ତି ନାହିଁ, ଆଉ ପାତାଳର ମୃତ୍ୟୁର ଶକ୍ତି ନାହିଁ। ଏଥିପାଇଁ କୁହାଯାଏ, ମୃତ୍ୟୁ କାହିଁ ତୋର ଜୟ, କାହିଁ ତୋର ନାହୁଡ? କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ, ବନ୍ଦୀ କରିବାର ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କଲେ। ଆଉ ଏବେ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ସ୍ୱର୍ଗ ଗଲା ପରେ ଯେଉଁମାନେ ବି ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁବରଣ କରୁଛନ୍ତି, ସେମାନେ ଆଉ ବନ୍ଦୀ ଗୃହରେ ଯାଉନାହାନ୍ତି, ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ଯାଉଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କ ସହିତ ବିଶ୍ରାମ କରୁଛନ୍ତି, ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହି ଆନନ୍ଦ କରୁଛନ୍ତି, ପ୍ରଭୁଙ୍କର ମହିମା କରୁଛନ୍ତି। ସେଇ ଦିନକୁ ଅପେକ୍ଷା କରୁଛନ୍ତି, ଯେଉଁଦିନ ସେମାନଙ୍କୁ ପୁରସ୍କାର ମିଳିବ। ଆଜି ବି ଯୀଶୁ ଖ୍ରୀଷ୍ଟ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ରହି ସେ ଆମମାନଙ୍କ ନିମନ୍ତେ ବିନତି ପ୍ରାର୍ଥନା କରନ୍ତି। ଆଜି ବି ସେ ବିନତି ପ୍ରାର୍ଥନା କରୁଛନ୍ତି। ଏଥିପାଇଁ ମୁଁ କହିବା ପାଇଁ ଚାହିଁବି, ଯଦି ଏବ୍ରି ପୁସ୍ତକ 2:14-15, ଏବ୍ରି ପୁସ୍ତକ 2:14-15, ପୁଣି ପ୍ରଥମ ତେସଲୋନିକ୍ୟ 4:13-14 ପ୍ରଥମ ତେସଲୋନିକ୍ୟ 4:13-14 ଯଦି ଏ କଥା ଆମେ ପଢିବା,
ତେବେ ଏଠି ଲେଖାଯାଏ ଜଣେ ଧାର୍ମିକ ବ୍ୟକ୍ତି, ଜଣେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି, ଜଣେ ପବିତ୍ର ବ୍ୟକ୍ତି ମୃତ୍ୟୁବରଣ କଲା ପରେ ସେ କେଉଁ ଜାଗାକୁ ଯାଏ, କେଉଁ ଜାଗାକୁ ଯାଏ ସେ ବିଷୟରେ ଲେଖା ଅଛି। ସେ ଆଉ ଥରେ ବନ୍ଦୀକୁ ଯାଏ ନାହିଁ, ସେ ଖ୍ରୀଷ୍ଟଙ୍କ ସହିତ ରୁହେ, ଖ୍ରୀଷ୍ଟଙ୍କ ସହିତ ରୁହେ। ଏଥିପାଇଁ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ମୃତ୍ୟୁ ବୋଇଲେ କହିଲେ ଆନନ୍ଦର ବିଷୟ ଅଟେ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ଜୀବନ ଅତିବାହିତ କରୁଛନ୍ତି ସେମାନଙ୍କ ପାଇଁ ମୃତ୍ୟୁ ବୋଲେ ସେମାନେ ଖୁସି ହୁଅନ୍ତି, ଆନନ୍ଦିତ ହୁଅନ୍ତି। ଏଥିପାଇଁ ସେମାନେ ଜଗତର କୌଣସି କ୍ଲେଶ ତାଡ଼ନାକୁ ଭୟ କରନ୍ତି ନାହିଁ। ୟେସ୍, ପବିତ୍ର ଆତ୍ମା ଯେତେବେଳେ ସେମାନଙ୍କ ହୃଦୟରେ କାର୍ଯ୍ୟ କରେ, ଯେତେବେଳେ ଆମେ ପ୍ରେରିତ ପିତର ମାନଙ୍କର କଥା ଦେଖୁଛୁ, ଜହନ ମାନଙ୍କର କଥା ଦେଖୁଛୁ, ପ୍ରେରିତ ମାନଙ୍କର କଥା ଦେଖୁଛୁ, ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହେଲା ପରେ ଯୀଶୁ ଖ୍ରୀଷ୍ଟ ଯେତେବେଳେ ମୃତ୍ୟୁକୁ ବିନାଶ କଲେ, ମୃତ୍ୟୁର ଶକ୍ତିକୁ ନଷ୍ଟ କଲେ, ପାତାଳର ସମସ୍ତ ଅଧିକାର କଞ୍ଚିକୁ ରଖିଲେ, ସେତେବେଳେ ପବିତ୍ର ଆତ୍ମା ଆସିଲା ପରେ ଏଇମାନେ ପ୍ରେରିତ ମାନେ ମୃତ୍ୟୁବରଣ କରିବା ପାଇଁ ପଛେଇଲେ ନାହିଁ। ଆଜି ଆଜି ଆପଣ ମୁଁ ଏବଂ ଯଦି ଆଜି ଭୟ କରୁଛୁ କେବଳ ମୃତ୍ୟୁକୁ, କିନ୍ତୁ ପ୍ରକୃତ ଯିଏ ଯୀଶୁଙ୍କୁ ଜାଣିଛି, ପ୍ରକୃତ ଯିଏ ଯୀଶୁଙ୍କୁ ବୁଝିଛି, ପ୍ରକୃତ ଯିଏ ଯୀଶୁଙ୍କ ଠାରେ ଲାଗିକି ଅଛି, ସେ ମୃତ୍ୟୁକୁ କେବେ ଭୟ କରିବ ନାହିଁ। ଏଥିପାଇଁ ସେମାନେ ନିର୍ଭୟର ସହିତ ମାଡ଼ ଖାଉଥିଲେ, କ୍ଲେଶ ଭୋଗୁଥିଲେ, ତାଳନା ପାଉଥିଲେ। ସେମାନଙ୍କ ଗର୍ଦ୍ଦନରେ, ସେମାନଙ୍କର ମାନେ ବେକରେ ଖଡ୍ଗ ରଖାଯାଉଥିଲା, ତଥାପି ମଧ୍ୟ ସେମାନେ ଯୀଶୁ ଖ୍ରୀଷ୍ଟଙ୍କର ବିଷୟ ପ୍ରଚାର କରି ଚାଲିଥିଲେ। କାରଣ ସେମାନେ ଜାଣିଥିଲେ ଯେ ସେମାନେ ଯୀଶୁଙ୍କ ପାଇଁ ଯଦି ମୃତ୍ୟୁବରଣ କରିବେ, ସିଧାସଳଖ ଯୀଶୁଙ୍କ ସହିତ ବାସ କରିବେ। ଏଥିପାଇଁ ସାଧୁ ପାଉଲ କହୁଛନ୍ତି କି ମୁଁ ଖ୍ରୀଷ୍ଟଙ୍କର ନାମରେ ଜୀବିତ ହେବା ଅପେକ୍ଷା ଖ୍ରୀଷ୍ଟଙ୍କ ନାମରେ ମୃତ୍ୟୁବରଣ କରିବା ଏଇଟା ମୋ ପାଇଁ ଏକ ଲାଭର ବିଷୟ ଅଟେ। କାରଣ ମୁଁ ଯଦି ମରିବି ଖ୍ରୀଷ୍ଟଙ୍କ ଠାରେ, ତେବେ ନିଶ୍ଚିତ ଭାବରେ ମୁଁ ଖ୍ରୀଷ୍ଟଙ୍କ ସହିତ ମୁଁ ସହଭାଗିତାରେ ରହିବି, ଖ୍ରୀଷ୍ଟଙ୍କ ସହିତ ବାସ କରିବି, ଖ୍ରୀଷ୍ଟଙ୍କ ଠାରେ ରହିବି। ଏଥିପାଇଁ ମୃତ୍ୟୁକୁ ସେମାନେ ଭୟ କଲେ ନାହିଁ। ଆଜି ମୁଁ ଏବଂ ଆପଣ ମଧ୍ୟ ମୃତ୍ୟୁକୁ ଭୟ ନ କରିବାର ଅଛି। ଯେମିତି ପ୍ରଭୁ କହିଲେ ଆଜି ମୋ ସହିତ ତୁମେ ପାରଦୀସରେ ଉପସ୍ଥିତ ହେବ, ଠିକ ପ୍ରଭୁ ଆଜି ବି ପ୍ରତିଜ୍ଞା କରୁଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମୃତ୍ୟୁବରଣ କରୁଛନ୍ତି, ଖ୍ରୀଷ୍ଟଙ୍କ ପାଇଁ ଯଦି ତାଡ଼ିତ ହେଉଛନ୍ତି, ଖ୍ରୀଷ୍ଟଙ୍କ ପାଇଁ ଯଦି କ୍ଲେଶ ଭୋଗୁଛନ୍ତି, ଯଦି ମୃତ୍ୟୁ ଆସିବ ତେବେ ସେମାନଙ୍କ ପାଇଁ ଗୋଟେ ଅପରଚ୍ୟୁନିଟି, ସୁବର୍ଣ୍ଣ ସୁଯୋଗ। ପ୍ରଭୁଙ୍କର ପ୍ରତିଜ୍ଞା ଅନୁସାରେ ସେମାନେ ଯୀଶୁଙ୍କ ସହିତ ସହଭାଗିତାରେ ରହିବେ। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱିତୀୟ ବାଣୀ ଯେତେବେଳେ ସେ କ୍ରୁଶରେ ଥିଲେ। ତ ମୁଁ ସମସ୍ତଙ୍କୁ କହିବା ପାଇଁ ଚାହିଁବି, ଉତ୍ସାହିତ କରିବା ପାଇଁ ଚାହିଁବି, ମୃତ୍ୟୁକୁ ଭୟ କରନ୍ତୁ ନାହିଁ। କାରଣ ମୃତ୍ୟୁ ଆପଣଙ୍କୁ କେବେ ବି ଅଧିକାର କରିପାରିବ ନାହିଁ, ବନ୍ଧନରେ ରଖିପାରିବ ନାହିଁ। କାରଣ ମୃତ୍ୟୁକୁ ପ୍ରଭୁ ସମ୍ପୂର୍ଣ୍ଣ ରୂପରେ ବିନାଶ କଲେ, ବିନଷ୍ଟ କଲେ। ବର୍ତ୍ତମାନ ଅଧିକାର ଯୀଶୁ ଖ୍ରୀଷ୍ଟଙ୍କ ପାଖରେ। ସେ ଯେମିତି ସେଇ ଚୋରକୁ, ଅପରାଧୀକୁ ପ୍ରତିଜ୍ଞା କରିଥିଲେ ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ, ଠିକ ସେଇ ପ୍ରକାର ଯଦି ଆଜି ଆମେ ଯୀଶୁଙ୍କର ସହିତ ହେଇକିରି, ଯୀଶୁଙ୍କ ନାମରେ, ଯୀଶୁଙ୍କ ଠାରେ ହେଇକି ଯଦି ଆମେ ମୃତ୍ୟୁବରଣ କରୁଛୁ, ମୃତ୍ୟୁ ଯଦି ଆସୁଛି, କିଏ ଯଦି ଆମକୁ ହତ୍ୟା କରୁଛି, ପ୍ରେଜ୍ ଗଡ୍, ଆପଣ ଖୁସି ହୁଅନ୍ତୁ ଯେ ଆପଣ ପ୍ରଭୁଙ୍କ ସହିତ ସହଭାଗିତା କରିବା ପାଇଁ, ତାହାଙ୍କ ସହିତ ବାସ କରିବା ପାଇଁ ସୁଯୋଗ ପାଉଛନ୍ତି। ଡାଇରେକ୍ଟ ଆପଣ ପ୍ରଭୁଙ୍କ ସହିତ ରହିବେ, ପାରଦୀସରେ ଉପସ୍ଥିତ ହେବେ, ପାରଦୀସରେ ଉପସ୍ଥିତ ହେବେ। ଆଉ ପ୍ରଭୁ ସେଇ ପ୍ରତିଜ୍ଞାକୁ କରିଛନ୍ତି। ତେଣୁ ମୃତ୍ୟୁକୁ ଭୟ କରନ୍ତୁ ନାହିଁ। ଯେତେ ସମ୍ଭବ ସେତେ ପ୍ରଭୁଙ୍କର କାର୍ଯ୍ୟ କରି ଚାଲନ୍ତୁ। ପ୍ରଭୁଙ୍କ ସହିତ ରହିକିରି ଯେବେ ଜୀବନ ଚାଲିଯିବ, ପାରଦୀସ ଅର୍ଥାତ୍ ଯୀଶୁଙ୍କ ସହିତ ଆପଣଙ୍କର ଜୀବନ ସଦାକାଳ ପର୍ଯ୍ୟନ୍ତ ସେଠାରେ ରହିବ। ଏଇଟା ଦ୍ୱିତୀୟ ବାଣୀ ଯୋଉଟା ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଥାଇକି ପ୍ରକାଶ କରିଥିଲେ।